ଆପଣଙ୍କ ଭାଇ ଭାଇ ଭିତରେ ସବୁବେଳେ ଝଗଡ଼ା ଲାଗୁଛି କି? ଯଦି ଭାଇ ଭାଇ ଭିତରେ ଝଗଡ଼ା ଲାଗୁଛି, କଳିକଜିଆ ଲାଗୁଛି, ସମାଧାନ ହେଇପାରୁନାହିଁ, ତାହେଲେ ସମାଧାନ ପାଇଁ ଗୋଟେ ଚତୁର୍ଭୁଜା ବଗଳାମୁଖୀ ଦେବୀଙ୍କର ଶରଣ ପ୍ରୟୋଗ କରନ୍ତୁ। କୌଣସି କୃଷ୍ଣପକ୍ଷ ମଙ୍ଗଳବାର ସନ୍ଧ୍ୟା ସମୟରେ ଆପଣଙ୍କ ଠାକୁର ଘରେ ଲାଲ କପଡ଼ା ପକାନ୍ତୁ, ଚତୁର୍ଭୁଜା ବଗଳାମୁଖୀ ଦେବୀଙ୍କର ଫଟୋ ଯନ୍ତ୍ର ସ୍ଥାପନ କରନ୍ତୁ, ପଞ୍ଚାମୃତ ଗଙ୍ଗାଜଳ ଫୁଲ ବେଲପତ୍ର ଏବଂ ଫଳମୂଳ ଧୂପ ଦୀପ ନୈବେଦ୍ୟ ସ୍ଥାପନ କରି ସଂକଳ୍ପ କରନ୍ତୁ। ତାପରେ ପଞ୍ଚାମୃତରେ ସ୍ନାନ କରନ୍ତୁ, ଗଙ୍ଗା ଜଳରେ ସ୍ନାନ କରନ୍ତୁ, ଯନ୍ତ୍ର ପ୍ରାଣ ପ୍ରତିଷ୍ଠା କରନ୍ତୁ। ତାପରେ ଚନ୍ଦନ ସିନ୍ଦୁର ଦେଇ ଷୋଡ଼ଶୋପଚାରରେ ପୂଜା କରନ୍ତୁ। ପୂଜା କରିସାରିଲା ପରେ ଗୋଟିଏ ମନ୍ତ୍ର ମୁଁ ଡାକୁଛି, ସେହି ମନ୍ତ୍ରକୁ 108 ଥର ପାଠ କରନ୍ତୁ। ଓಂ ଘ୍ଲିଂ ବଗଳାମୁଖୀ ସର୍ବଦୁଷ୍ଟାନଂ ବାଚଂ ମୁଖଂ ସ୍ତମ୍ଭଂ ଜିହ୍ୱାଂ କିଳୟ କିଳୟ ବୁଦ୍ଧିଂ ବିନାଶାୟ ଘ୍ଲିଂ ଓಂ ସ୍ୱାହା। ଏହି ମନ୍ତ୍ରକୁ 108 ଥର ପାଠ କରନ୍ତୁ। ପାଠ କରିସାରିଲା ପରେ ସାଷ୍ଟାଙ୍ଗ ପ୍ରଣାମ କରନ୍ତୁ ଦେବୀଙ୍କି। ଦେଖିବେ ଆସ୍ତେ ଆସ୍ତେ ଆପଣଙ୍କର ଭାଇ ଆଉ ଶତ୍ରୁ ପରିହାର କରି ମିତ୍ରତା ସ୍ଥାପନ କରିବ, ପରସ୍ପର ମଧ୍ୟରେ ଶ୍ରଦ୍ଧା ସ୍ନେହ ରହିବ। ଏହା ହିଁ ବଗଳାମୁଖୀ ଦେବୀଙ୍କ ପ୍ରଭାବରୁ ହୋଇପାରିବ। ରହୁଛି ନମସ୍କାର। ଜୟ ଜଗନ୍ନାଥ, ଜୟ ମା କାମାକ୍ଷା।